ବିଲକୁ ଆଇଲି ହସ ମାଡ଼ୁଛି ଶୁଣିଲେ ଆସି ତାଙ୍କ ଘରଠୁ 2 କିଲୋମିଟର 2.5 କିଲୋମିଟର ଗୋଟା ଜାଗାକୁ ମାନେ ଭଡ଼ା ମୋତେ ସକାଳୁ ଭାଇ ଡାକିଲେ କହିଲେ ଆସ ବିଲରେ ଧାନ ଅଛି କିନ୍ତୁ ମୁଁ ନିଜେ ଗାଡ଼ି ନେଇକି ଆସିଲି ଦେଖିଲି ଧାନ ଦେଖି ହସ ମାଇଲା ବିଲରେ ଉଠିଲା ଧାନ ମାନେ ଡାଲାଏ ହେଉନି ଭାଇ ମୋର ବସୁଛନ୍ତି ଡାଲାଏ ହେଉନି ମୁଁ କହିଲି ଭାଇ ଏଇ ଜାଗାରୁ ଆକ୍ଚୁଆଲି ଭଡ଼ା କଚଡ଼ା ଭଡ଼ା 500-400 ଆପଣଙ୍କୁ ଦେଖିକି ବିଲକୁ ମୋତେ ତ ଲାଗୁଛି ଯେମିତି ଆଉ କ'ଣ କହିବି ଧାନ ତାଙ୍କର ଡାଲା ଭିତରୁ ନୁହଁ ସେ କେତେ ଭଡ଼ା ଦେବେ ତାଙ୍କ ଧାନ କେତେ ବାହାରିବ ସେ ଅନୁସାରେ ଆପଣ ଟିକେ ବିଚାର କରି କମେଣ୍ଟ କରିବେ ମୁଁ ଏଇଟା ଟିକେ ଛାଡ଼ୁଛି ସୋସିଆଲ ମିଡ଼ିଆରେ କାହିଁକିନା ଭାଇଙ୍କ ଘର ଦୂର ଭାଇଙ୍କ ଦେହ ଖରାପ ଭାଇ ତ ମୁଣ୍ଡାଇ ନେଇପାରିବେନି ତୋଠୁ ନା 2.5-3 କିଲୋମିଟର ବାଟ ବିଲ ଗହିରରୁ ସେଇ ଗହିରରୁ ଆଇଲା ଏ ଯେଉଁ ଗାଡ଼ିଟା ଲାଗିଛି ସେଇ ଗହିରରୁ ଆଇଲା ସେ ଗଛ ମୂଳରୁ ହେଲା ଭାଇ ଗାଡ଼ିରେ ବସୁଛନ୍ତି ଆଉ କେତେ ଦେବେ ମୁଁ ତ ତେଲ ଯେତିକି ସମୟ ଷ୍ଟାର୍ଟ ମାରି କଥା ହେଉଛି ତା ଆପଣ ଜାଣିଦେବେ ଆଉ ମୁଁ ଭିଡ଼ିଓଟା ଛାଡ଼ୁଛି ଆପଣ କହିବେ କାହିଁକିନା ତାଙ୍କର ଧାନ ବାଡ଼େଇ ଦେଲେ ବୋଧେ 10 ଗୁଣି ଭିତରେ ହେବ ଭଡ଼ା ହିସାବରେ ସେ ଓଲଟି ମୋତେ ଧାନ ଦେଲା ପରେ ବି ଆଉ ଓଲଟି ତାଙ୍କ ଉପରେ ଭଡ଼ା ଲାଗୁଛି କିନ୍ତୁ ବିଚାର ଆପଣମାନେ କହିବେ ମୁଁ ଭଡ଼ା ନେବି କି ଛାଡ଼ିଦେବି ଆପଣମାନେ କୁହନ୍ତୁ ରଖୁଛି ଶୁଭ ସକାଳ ଜୟ ଜଗନ୍ନାଥ ଜୟ ଶ୍ରୀରାମ ଜୟ ଗୌ ବାବା ଜୟ ଜଗନ୍ନାଥ ଜୟ କୃଷକ ବଞ୍ଚିବେ ଯେମିତି ସେଇ ବିଷୟରେ ଆପଣ କମେଣ୍ଟ କରିବେ ମୁଁ ବଞ୍ଚିବି କୃଷକ ବଞ୍ଚିବେ ସେ କେତେ ପଇସା ନେବି କିନ୍ତୁ ସେଇ ଜାଗାରେ ଭଡ଼ା 500 କିନ୍ତୁ ତାଙ୍କ ଧାନ ଦେଇକି ମୋତେ ହସ ମାଇଲା ଭାଇ ତମେ ଧାନଟା ଆଣିଥାନ୍ତ ଏଇ ହେଉଛି କଥା ଆପଣ ବିଚାର କରିବେ।